ବଜ୍ରାଘାତରେ 4 ଆହତ ଜଣେ ମୃତ। ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ 4 ଜଣ ଆହତ ହୋଇଥିବା ବେଳେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ହେଲେ ସୋର ବ୍ଲକ ନଟାପଡ଼ା ପଞ୍ଚାୟତ ୱାଦା ଗ୍ରାମର ହରିଶ ମଳିକ ଏବଂ ଆହତମାନେ ହେଲେ ସେହି ଗ୍ରାମର ସୁଭଦ୍ରା ମଳିକ, ମତାଜୀ ମଳିକ, ଭାଗ୍ୟଲକ୍ଷ୍ମୀ ମଳିକ ଓ ଜ୍ୟୋତିପ୍ରିୟା ମଳିକ। ସମସ୍ତେ ଗୋଟିଏ ପରିବାର ହୋଇଥିବା ବେଳେ ଆଜି ସକାଳେ ସାଙ୍ଗ ହୋଇ ବିଲକୁ କାମ କରିବାକୁ ଯାଇଥିଲେ। ବର୍ଷା ଘଡ଼ଘଡ଼ି ହେବାରୁ ସମସ୍ତେ ଗୋଟିଏ ଜାଗାରେ ବସିଥିବା ବେଳେ ହଠାତ୍ ବଜ୍ରପାତ ହୋଇଥିଲା। ଏଥିରେ ସମସ୍ତେ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଓ ପରିବାର ଲୋକେ ସମସ୍ତଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିଲା ବେଳେ ସେଠାରେ ଡାକ୍ତର ହରିଶଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରଖିବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। मनोरंजन पाड़ घर बालीपुर ये सकाଳେ बिल काम करते से 5 जन लोक से रोते जो लाइटिंगटा है से लाइटिंग से अनादि मणिक वादा लाखमिंदा जो पुटी से सेन्साली है आउ 4 जन से भी पड़गले सागे सागे आम सोर हस्पिटाल को लेकिन आसला डाक्तर ये मृत घोषणा कले आ 4 जन गुरुतर अच्छा सकाळे जाइए 6टा बेले से बिलू जाइए तो 7:30 समय लाइटिंगटा आरंभ है अतिरिक्त एत दूर लाइटिंगटा है घर को आसीपारे जहाँफल से बिल गोटे परिवार 4 जन जाक हाँ ये पढ़ा कम्प्लीट करके चाष काम बुझुला बापा साहय करे से तो 15-16 वर्ष छुआटा। ब्यूरो रिपोर्ट, ऑपरेशन लाइव।